ଅନୁଗୁଳରେ ପହଞ୍ଚିଗଲି। ପହଞ୍ଚି ଯାଇକି ବର୍ତ୍ତମାନ ପାଣି କରିକି ମକା ସିଝେଇଦେଲି। ଛାଞ୍ଚ ଉପରେ ଛାଞ୍ଚ ବସାଇକି ବର୍ତ୍ତମାନ 2 ଛାଞ୍ଚ ବସାଇଦେଲି। ବର୍ତ୍ତମାନ ମଞ୍ଜି ବସାଇଦେଲି। ମଞ୍ଜି ବସାଇ ସାରିକି ବର୍ତ୍ତମାନ ଭାଇ ଜଣେ ଆସିଗଲେ। ସେ କହିଲେ ମଞ୍ଜି ଗୋଟେ ପ୍ଲେଟ୍ ଦେଇଦିଅ। ଏ ଭାଇକି ଦେଇଦେଲି ମଞ୍ଜି। ତାର ଆଉ ଜଣେ ଭାଇ ଆସିଗଲେ। ସିଏ ବି କହିଲେ ମୋତେ ଗୋଟେ ମଞ୍ଜି ଦେଇଦିଅ। ତାର ଆଉ ଜଣେ ଭାଇ ହେଲେ ସିଏ ଗୋଟେ କହିଲେ ମୋତେ ଗୋଟେ ମଞ୍ଜି ଦେଇଦିଅ। ତାର ଆଉ ଜଣେ ଭାଇ ଭଉଣୀ 3 ଜଣ ଆସିଗଲେ। ସେମାନେ କହିଲେ ଆମକୁ ବି ଦେଇଦିଅ ମଞ୍ଜି 2 ପ୍ଲେଟ୍। ତାକୁ ବି ଦେଇଦେଲି ମଞ୍ଜି 2 ପ୍ଲେଟ୍। ତାର ଆଉ ଜଣେ ଭାଇ ଆସିଗଲେ କହିଲେ ମୋତେ ଗୋଟେ ମଞ୍ଜି ପ୍ଲେଟ୍ ଦେଇଦିଅ। ତାର ଆଉ ଜଣେ ଭାଇ ବାଇକ୍ରେ ଆସିଗଲେ ମୋତେ ମକା 5ଟା ଦେଇଦିଅ କଞ୍ଚା ମକା। ଏ ଭାଇକି ଦେଇଦେଲି କଞ୍ଚା ମକା 5ଟା। ତାର ଆଉ ଜଣେ ଭାଇ କହିଲେ ମୋର ଗୋଟେ ପାର୍ସଲ୍ କରିଦିଅ। ସେ ଭାଇକି ପାର୍ସଲ୍ ଗୋଟେ କରିଦେଲି। ଆଉ ଜଣେ ଭାଇକି ଗୋଟେ ପାର୍ସଲ୍ କରିଦେଲି। ତାର ଆଉ ଜଣେ ଭାଇ ଗୋଟେ କହିଲେ ମୋତେ ଗୋଟେ ମକା ଦେଇଦିଅ। ଏ ଭାଇକି ଗୋଟା ମକା ଦେଇଦେଲି। ଆଉ ଜଣେ ଭାଇ ବସି କହିଲେ ଗୋଟା ମକା ଦେଇଦିଅ। ସେ ଭାଇକି ବି ଦେଇଦେଲି। ତାର ଆଉ ଜଣେ ଭାଇ ଆସିଗଲେ କହିଲେ ମୋତେ ଭାଇ ଗୋଟେ ଗୋଟା ମକା ଦେଇଦିଅ। କି ଦେଇଦେଲି। ତାପରେ ଜଣେ ଭାଇ କହିଲେ ମୋତେ ମଞ୍ଜି ଗୋଟେ ପ୍ଲେଟ୍। ତାପରେ ଜଣେ କହିଲେ ଗୋଟା ମକା। ଏମିତି ବ୍ୟସ୍ତତା ଭିତରେ ସମସ୍ତଙ୍କୁ ଦେଇ ଚାଲିଲି। ଭିଡ଼ିଓ ବି ମୁଁ ଠିକ୍ରେ ଏତେ କରିପାରୁନାହିଁ। ଜଣେ ଭାଇ ସବସ୍କ୍ରାଇବ୍ ନେଇଗଲେ। ତାର ଲାଷ୍ଟରେ ଆଉ ଜଣେ ଭାଇ ଜଣେ ଆଇଲେ କହିଲେ ମୋତେ ଗୋଟେ ମଞ୍ଜି ଦେଇଦିଅ। ଏଇ ଭାଇ ମୋର ସବସ୍କ୍ରାଇବ୍ ଭାଇ ଜଣେ ଆସିଗଲେ କହିଲେ ଭାଇ ମୁଁ ତମର ମଞ୍ଜି ଛଡ଼େଇଦେବି। ଭାଇ ଗୋଟେ ମକା ଦେଲେ ସେ ମଞ୍ଜି ଗୋଟେ ଛଡ଼େଇ ଦେଲେ। ତାର ଆଉ ଜଣେ ଲାଷ୍ଟରେ ଆସିଗଲେ ସେ ଗୋଟେ ପ୍ଲେଟ୍ ନେଇଗଲେ। ରଖୁଛି ବାଏ। ଜୟ ଜଗନ୍ନାଥ।